ଘୋର ଜଙ୍ଗଲ ଭିତରେ ବାଘଟିଏ ରହୁଥାଏ। ସେ ଭାରି ବଳୁଆ, ସେଥିପାଇଁ ତା ମନରେ ଗର୍ବ। ଜଙ୍ଗଲର ଅନ୍ୟ ପଶୁମାନେ ସିନା ତା ଆଗରେ କିଛି କୁହନ୍ତିନି, ହେଲେ ମନେ ମନେ ତା ଉପରେ ଭାରି ଚିଡ଼ନ୍ତି। ଦିନେ ବାଘ ଭୋକିଲା ଥାଏ। ଖରା ଆସି ମୁଣ୍ଡ ଉପରେ, କିନ୍ତୁ ସେ ପର୍ଯ୍ୟନ୍ତ ତାକୁ ଗୋଟିଏ ବି ଶିକାର ମିଳିନଥାଏ। ତେଣୁ ବାଘ ଖୁବ୍ ଦୁର୍ବଳ ଦେଖାଯାଉଥାଏ। ଚାଲି ଚାଲି ଥକି ଯାଇଥାଏ। ଶେଷରେ ବାଘ ହାଲିଆ ହେଇ ଗୋଟିଏ ଗଛ ତଳେ ବିଶ୍ରାମ ନେଲା। ଠିକ୍ ଏତିକି ବେଳେ ତାର ଲକ୍ଷ୍ୟ ପଡ଼ିଲା ଗୋଟିଏ ବଣୁଆ ଘୁଷୁରୀ ଉପରେ। ମନ ତାର କୁଣ୍ଢେମୁଣ୍ଡ ହେଇଗଲା। ହାଲିଆ ଶରୀରରେ ହଠାତ୍ ଏକ ଅଜଣା ବଳ ପଶିଗଲା। ଖୁସି ମନରେ ସେ ଘୁଷୁରୀକୁ ଶିକାର କରିବାକୁ ତା ଆଡ଼କୁ ଦୌଡ଼ିଲା। ଘୁଷୁରୀ ମଧ୍ୟ ନିଜ ଜୀବନ ବଞ୍ଚେଇବାକୁ ଦୌଡ଼ିବାକୁ ଲାଗିଲା। ଘୁଷୁରୀଟି ଆଗେ ଆଗେ ଦୌଡ଼ୁଥାଏ, ଆଉ ତା ପଛେ ପଛେ ବାଘ। ହେଲେ ମହାବଳ ବାଘ ସାମ୍ନାରେ ଘୁଷୁରୀ ବା କେତେ ବାଟ ଦୌଡ଼ିବ? ଶେଷରେ ବାଘ ଘୁଷୁରୀକୁ ଧରି ପକେଇଲା, ଆଉ ଖୁସି ମନରେ ଘୁଷୁରୀକୁ ଧରି ଠିକ୍ ସେଇ ଗଛ ତଳକୁ ଆସିଲା। ସେତେବେଳକୁ ବାଘ ଘୁଷୁରୀର ପିଛା କରି ହାଲିଆ ହେଇଯାଇଥାଏ। ତେଣୁ ଭାବିଲା, ପ୍ରଥମେ କିଛି ସମୟ ବିଶ୍ରାମ କରେ, ତାପରେ ପେଟ ଭରି ଖାଇବି। ଏଇଆ ଭାବି ସେ ଥକା ମାରୁଥାଏ। ଠିକ୍ ସେତିକି ବେଳେ ଗୋଟିଏ ହରିଣ ସେଇ ବାଟ ଦେଇ ଯାଉଥାଏ। ହଠାତ୍ ଭୋକିଲା ବାଘର ନଜର ପଡ଼ିଲା ସେଇ ଡଉଲ ଡାଉଲ ହରିଣ ଉପରେ। ହରିଣକୁ ଦେଖି ତା ପାଟିରୁ ଲାଳ ବୋହିବାକୁ ଲାଗିଲା। ବାଘ କି ଆଉ ତା ଲୋଭ ସମ୍ଭାଳେ? ସେ ଘୁଷୁରୀକୁ ଛାଡ଼ି ଦେଇ ହରିଣକୁ ଶିକାର କରିବାକୁ ଦୌଡ଼ିଲା। ହରିଣ ତ ବଡ଼ ଚଞ୍ଚଳ। ସେ ବାଘକୁ ଦେଖି ପ୍ରାଣମୂର୍ଚ୍ଛା ଦୌଡ଼ିବାକୁ ଲାଗିଲା। ଏଣେ ବାଘ ଭୋକିଲା, ପୁଣି ଦିନସାରା ବୁଲି ବୁଲି ହାଲିଆ ହେଇଯାଇଥାଏ। ସେଥିରେ ପୁଣି ଘୁଷୁରୀକୁ ଶିକାର କରିବାକୁ ଯାଇ ଗୁଡ଼ାଏ ଧାଁଧପଡ଼ କରିଥିଲା। ତେଣୁ ସେ ଆଉ ବେଶୀ ବାଟ ଦୌଡ଼ି ପାରିଲାନି। ମୁହଁ ଶୁଖେଇ ଫେରି ଆସିଲା। ତଥାପି ମନରେ ତାର ଖୁସି, କାରଣ ସେ ଘୁଷୁରୀକୁ ଶିକାର କରି ଗଛ ମୂଳେ ସାଇତି ରଖିଛି। ହରିଣ ନ ମିଳିଲା କ'ଣ ହେଲା? ଏମିତି ଭାବି ସେ ଚାଲି ଚାଲି ଗଛ ପାଖରେ ପହଞ୍ଚିଲା, ଯୋଉଠି ସେ ଘୁଷୁରୀକୁ ଶିକାର କରି ରଖିଥିଲା। କିନ୍ତୁ ଏ କ'ଣ? ଘୁଷୁରୀ କାହିଁ? ବାଘ ଘୁଷୁରୀକୁ ଶିକାର କରିବା ପରେ ବି ଘୁଷୁରୀ ଦେହରେ ଜୀବନ ଥିଲା। ଯେତେବେଳେ ବାଘ ହରିଣକୁ ଶିକାର କରିବାକୁ ଚାଲିଗଲା, ଘୁଷୁରୀ ବି ତା ଜୀବନ ବଞ୍ଚାଇ ସେଠୁ ଚାଲି ଯାଇଥିଲା। ବିଚରା ବାଘ ଏବେ ଦୁଃଖରେ ଭାଙ୍ଗି ପଡ଼ିଲା। ପ୍ରଥମ ଶିକାରକୁ ଯଦି ସେ ସଙ୍ଗେ ସଙ୍ଗେ ମାରି ଖାଇ ଦେଇଥାନ୍ତା, ତେବେ ଏମିତି ହେଇନଥାନ୍ତା। କିନ୍ତୁ ଲୋଭରେ ହରିଣ ପଛରେ ଦୌଡ଼ିବାରୁ ତା ପ୍ରଥମ ଶିକାର ହାତଛଡ଼ା ହେଇଗଲା। ଶେଷରେ ବାଘ ଅତି ଲୋଭ କରିବାରୁ ସେଦିନ ତାକୁ ଉପାସରେ ରହିବାକୁ ପଡ଼ିଲା।